ଆଗକୁ ଆସୁଛି ରାକ୍ଷୀ ପୂର୍ଣ୍ଣିମା। ରାକ୍ଷୀ ପୂର୍ଣ୍ଣିମାରେ ସବୁଠୁ ସହଜ ସୁନ୍ଦର ହାତ ତିଆରି ମିଠା ଆଗରେ ବଜାରରେ ମିଳୁଥିବା ଦାମୀ ଦାମୀ ମିଠା ବି ଫିକା ପଡ଼ିଯିବ। ଏହିଭଳି ସ୍ୱାଦିଷ୍ଟ ମିଠା ବନେଇବା ପାଇଁ ଭିଡ଼ିଓକୁ ଫୁଲ୍ ଦେଖନ୍ତୁ। ଆଶା କରିବି କି ଆଜିର ଏହି ରେସିପିଟି ପସନ୍ଦ ଆସିବ। ସୁଜି ନଡ଼ିଆରେ ଏତେ ଟେଷ୍ଟି ଆଉ ଏତେ କମ୍ ସମୟରେ ବନିଯିବ, ଆପଣମାନେ ବନେଇଲା ପରେ ବିଶ୍ୱାସ କରିବେ। ନମସ୍କାର, ରୋଜି ହାଣ୍ଡିଶାଳକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ତାହେଲେ ଚାଲନ୍ତୁ ଆରମ୍ଭ କରିବା ଆଜିର ଏହି ରେସିପି। ଏହି ରେସିପି ପାଇଁ ମୁଁ ନେଇଯାଇଛି ଅଧା କପ୍ର ଚିନି। ଏଇଠି ଗୋଟେ କଥା ଧ୍ୟାନ ରଖନ୍ତୁ, ଆପଣମାନେ ସବୁ ଜିନିଷକୁ ମାପିବା ପାଇଁ ଗିନା, କପ୍ କିମ୍ବା ଗ୍ଲାସ୍କୁ ସେଟ୍ କରନ୍ତୁ, ଯେଉଁଥିରେ କି ମାପିକି ଆପଣମାନେ ନେବେ। ଏଇଠି ମୁଁ ଦେଇଦେଇଛି ମିକ୍ସିଂ ଜାରରେ ଚିନି। ଏବେ ଦେଇଦେଉଛି 3ଟି ଗୁଜୁରାତି। ଗୁଜୁରାତିକୁ ଚୋପା ଛଡ଼େଇକି ନେବେ। ଏଇଠି ଦେଖନ୍ତୁ ମୁଁ ନେଇଯାଇଛି 14ରୁ 15ଟି ଗୋଟା କାଜୁ। ଆପଣ ଚାହିଁଲେ ମନ ପସନ୍ଦର ଡ୍ରାଏ ଫ୍ରୁଟ୍ ମଧ୍ୟ ନେଇପାରିବେ। ଏବେ ଆମେ ଏହାକୁ ଗ୍ରାଇଣ୍ଡିଙ୍ଗ କରି ନେଇ ଆସିବା। ଏବେ ଗୋଟେ ବାଉଲକୁ କାଢ଼ିଦେବା। ଏକଦମ ପାଉଡ଼ର ବନେଇକି ନେବେ। ଆକୁ ଏବେ ସାଇଡ଼ରେ ରଖିବା। ଏବେ ମୁଁ ନେଇଯାଇଛି ଗୋଟେ କପ୍ ସୁଜି। ଯେଉଁ କପ୍ରେ ଚିନି ନେଇଥିଲେ ସେଇ କପ୍ରେ ହିଁ ନେବେ। ଏଇଠି ମୋଟା ଦାନା କିମ୍ବା ଛୋଟ ଦାନା ଯାହା ସୁଜି ନେଲେ ଚଳିବ। ଏଇଠି ଆମକୁ ଭଲ ଭାବରେ ପାଉଡ଼ର କରିକି ନେବାର ଅଛି। ମନେ ରଖନ୍ତୁ ସୁଜିକୁ ପାଉଡ଼ର କରିକି ନେବେ। ଏଇଠି ମୁଁ ନେଇଯାଇଛି ଅଧା କପ୍ର ନଡ଼ିଆ କୋରା। ନଡ଼ିଆ କୋରାକୁ ଦେଇଦେବା ମିକ୍ସିଂ ଜାରରେ। ଆକୁ ଗ୍ରାଇଣ୍ଡ କରିକି ନେଇ ଆସିବା। ବିନା ପାଣି ଦେଇକି ଗ୍ରାଇଣ୍ଡିଙ୍ଗ କରିବେ। ଏଇଠି ଦେଖନ୍ତୁ ନଡ଼ିଆ କୋରା ଆମର ରେଡ଼ି ଅଛି। ଗୋଟା ନଡ଼ିଆ ଯେମିତି ନ ରୁହେ, ଏମିତି ହିଁ ଏକଦମ ଗୁଣ୍ଡ କରିକି ନେବେ, ଯେମିତି ମୁଁ ଭିଡ଼ିଓରେ ଦେଖାଉଛି ସେମିତି। ଏଇଠି ଗୋଟେ କଡ଼େଇ ଗରମ କରିକି ଦେଇଦେବା 2 ଚାମଚର ଘିଅ। ଗୁଆ ଘିଅର ଟେଷ୍ଟ ମିଠାରେ ବହୁତ ବଢ଼ିଆ ଆସେ। ଏବେ ଦେଇଦେବା ଗୁଣ୍ଡ କରିକି ରଖିଥିବା ସୁଜିକୁ। ଗ୍ୟାସ୍ର ଫ୍ଲେମ୍କୁ ଲୋ ଟୁ ମିଡ଼ିୟମ୍ରେ ରଖି ସୁଜିକୁ ଆମେ 2ରୁ 3 ମିନିଟ୍ ଭାଜି ନେବା। ଆକୁ ବେଶୀ ପୋଡ଼ିବେନି, ହାଲକା ଟିକେ କଲର୍ ଆସିବା ଯାଏ, ସୁଜିର କଞ୍ଚା ସ୍ମେଲ୍ ଯିବା ଯାଏ ଆମେ ଭାଜିବାର ଅଛି। ଲଗାତାର ଏପଟ ସେପଟ କରିକି ଭାଜି ନେବେ। ଏଇଠି ଦେଖନ୍ତୁ ସୁଜି ଆମର ଭାଜି ହେଇଗଲାଣି। 2ରୁ 3 ମିନିଟ୍ ହେଇଗଲାଣି। ଏହିଭଳି ଆମକୁ ଭାଜିବାର ଅଛି। ଏବେ ଆମେ ଦେଇଦେବା ନଡ଼ିଆ କୋରା, ଯେଉଁଟା ଗୁଣ୍ଡ କରିକି ନେଇଥିଲେ। ନଡ଼ିଆ କୋରାକୁ କିଛି ସମୟ ଭାଜି ନେବା। ଗ୍ୟାସ୍ର ଫ୍ଲେମ୍କୁ ଲୋରେ ରଖିବା, ହାଇ ବିଲକୁଲ କରିବେନି। ଏଇଠି ଆମକୁ କିଛି ସମୟ ଭାଜିବାର ଅଛି। ଏବେ ଦେଇଦେବା ଚିନି ଆଉ କାଜୁର ଗୁଣ୍ଡକୁ। ଚିନି ଗୁଣ୍ଡକୁ ଦେଇ ସାରିଲା ପରେ ଗ୍ୟାସ୍ର ଫ୍ଲେମ୍କୁ ବିଲକୁଲ ହାଇରେ ରଖିବେନି, ଲୋରେ ହିଁ ରଖିବେ, କାହିଁକିନା ଚିନି ପକାଇବା ପରେ ଗରମ ହେଇକି ମେଲ୍ଟ ହେଇଯାଏ। ଏବେ ଆମେ ଦେଇଦେବା କ୍ଷୀର। କ୍ଷୀରକୁ ମୁଁ ଏଠି ଗରମ କରିକି ଥଣ୍ଡା କରି ନେଇଛି। ଆପଣମାନେ ଗରମ କ୍ଷୀର ନେବେନି, ଲଗାତାର ମିଶାଇବେ। ଆଉ ଏଇଠି ଗୋଟେ ପିଞ୍ଚର ଦେଇଦେବି ଫୁଡ଼୍ କଲର୍। ମିଠା ଆମର ଟିକେ କଲରଫୁଲ୍ ଆସିବା ପାଇଁ। ଯଦି ଆପଣ ନେବାକୁ ଚାହୁଁନାହାନ୍ତି ସ୍କିପ୍ ମଧ୍ୟ କରିପାରିବେ। ଗ୍ୟାସ୍ର ଫ୍ଲେମ୍କୁ ଲୋ ଟୁ ମିଡ଼ିୟମ୍ରେ ରଖି ଲଗାତାର ଭଲ ଭାବରେ ମିଶାଇ ନେବା। ଧ୍ୟାନ ରଖନ୍ତୁ, ଯେଉଁ କପ୍ରେ ସୁଜି ନେଇଥିଲେ ସେଇ କପ୍ରେ ହିଁ କ୍ଷୀର ନେବେ। ଆଉ ଗୋଟେ ଚାମଚ ଘିଅ ଦେଇଦେବା। ଘିଅ ଦେବା ଦ୍ୱାରା ମିଠାଟିରେ ଭଲ ବାସ୍ନା ଆସିଥାଏ। ଦେଖିପାରୁଥିବେ ସୁଜିର ଏହି ମିକ୍ସଚର ଗୋଟେ ଜାଗାରେ ଜମା ହେଇକି ରହିଯାଉଛି। ବାସ୍ ଏହି ପର୍ଯ୍ୟନ୍ତ ଆପଣମାନଙ୍କୁ ଭାଜିବାର ଅଛି। ଧ୍ୟାନ ରଖିବେ, ଆମର ଗ୍ୟାସ୍ର ଫ୍ଲେମ୍କୁ ହାଇରେ ରଖିବେନି, ଲୋ ଟୁ ମିଡ଼ିୟମ୍ରେ ରଖିକି ସୁଜିକୁ ଭଲ ଭାବରେ ଭାଜି ନେବେ, ଯାହାଦ୍ୱାରା ମିଠାଟିରେ ଭଲ ଟେଷ୍ଟ ଆସିବ। ଏଇଟା ଆମର ଏବେ ହେଇଗଲା। ଏଇଠି ଦେଖନ୍ତୁ ପ୍ଲେଟ୍କୁ ବାହାର କରି ନେଇଛି। ଏବେ ଆମେ ହାଲକା ଥଣ୍ଡା କରିବା। ଉଷୁମ ଥିବା ଅବସ୍ଥାରେ ହିଁ ମିଠା ବନେଇବେ। ଏବେ 1 ମିନିଟ୍ ଚକଟି ନେବା ସ୍ମୁଥ୍ ହେବା ପାଇଁ। ତାପରେ ମନ ପସନ୍ଦର ସେପ୍ ଦେଇକି ମିଠା ବନେଇ ନେଇପାରିବେ। ଆପଣ ଚାହିଁଲେ ପେଡ଼ା ସେପ୍ରେ ବନେଇ ପାରିବେ। ମୁଁ ଏଠି ଓଭାଲ ସେପ୍ରେ ବନେଇବି। ସୁଜିର ମିକ୍ସଚରକୁ ନେଇକି ହାତରେ ରୋଲ୍ କରିବା। ଚିକଣ କରିକି ରୋଲ୍ କରିବେ, ଦେଖନ୍ତୁ ଯେମିତି ମୁଁ ବନଉଛି। ବାସ୍ ଏହିଭଳି ଭାବରେ ବନେଇ ସାରିବା ପରେ ଶୁଖିଲା ନଡ଼ିଆ ଗୁଣ୍ଡ ବା ଡେସିକେଟେଡ୍ କୋକୋନଟ୍, ତାକୁ କିଛି ମୁଁ ପ୍ଲେଟ୍ରେ ନେଇଛି, ସେଇଥିରେ ଆମେ କୋଟ୍ କରିନେବା। ଟିକେ ସୁନ୍ଦର ଦେଖାଯିବ। ଆପଣମାନେ ଏହି ମିଠାର ସାଇଜ୍ ଛୋଟ ବଡ଼ କରିପାରିବେ, ଯେକୌଣସି ସେପ୍ରେ ବନେଇ ପାରିବେ। ଆଉ ଏ ମିଠାକୁ 8 ଦିନ ଯାଏ ଷ୍ଟୋର କରିକି ରଖିପାରିବେ। ନିଶ୍ଚୟ ବନାନ୍ତୁ। କେମିତି ଲାଗିଲା ମୋ ସହିତ ସେୟାର କରନ୍ତୁ। ଆଜି ପାଇଁ ରହୁଛି, ପୁଣି ଆସିବି ନୂଆ ଗୋଟେ ରେସିପି ନେଇକି। ସେ ପର୍ଯ୍ୟନ୍ତ ରହିଲି, ବାଏ, ଜୟ ଜଗନ୍ନାଥ।